ଦାରିଦ୍ର୍ୟତା ଓ ଅକ୍ଷମତାକୁ ନିଜର ଅସ୍ତ୍ର ସଜେଇ ଆଜି ବିଶ୍ୱ ସ୍ତରରେ ନାଁ କରିବାକୁ ଯାଉଛନ୍ତି ନୀଳଗିରିର ଯୁବକ ରାହୁଲ ମଲ୍ଲିକ। ଆଗାମୀ ଜୁନ 24 ତାରିଖରେ ତୁର୍କୀଠାରେ ଆରମ୍ଭ ହେବାକୁ ଯାଉଛି ପାରା ଫେନ୍ସିଂର ବିଶ୍ୱକପ୍, ଯେଉଁଥିରେ ଭାରତର ପ୍ରତିନିଧିତ୍ୱ କରିବେ। ଭାରତୀୟ ଦଳ ପକ୍ଷରୁ ଖେଳିବା ପାଇଁ ଯାଉଛନ୍ତି ଏବଂ ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଆପଣଙ୍କୁ କନକ ନ୍ୟୁଜ୍କୁ ସ୍ୱାଗତ କରିବି ଏବଂ ଅଭିନନ୍ଦନ ମଧ୍ୟ ଦେବି। ଅକ୍ଷମତା ଆପଣ ପ୍ରଥମେ କେମିତି ଥିଲେ, କେମିତି ଆପଣଙ୍କର ଅସୁବିଧା ହେଲା, କେମିତି ବାଛିଲେ ଖେଳକୁ, ସେ ବିଷୟରେ ଟିକେ କହିବେ ଟିକେ। ମୋ ନାଁ ରାହୁଲ ମଲ୍ଲିକ। ମୁଁ ଯେତେବେଳେ 2023ରେ 10th କ୍ଲାସ୍ରେ ପଢ଼ୁଥିଲି, ମୁଁ ଗଛରୁ ଚଢ଼ିଥିଲି, ଖସି ପଡ଼ିଥିଲି, ସ୍ପାଇନାଲ୍ ଇଞ୍ଜୁରି ହେଇଥିଲା। ତାପରେ ଅଲ୍ଟିପୁର ମେଡ଼ିକାଲରେ ଥିଲାବେଳେ ସେଠି ମୋ ଭଳିଆ ଯେତିକି ପିଲା ଅଛନ୍ତି ସେମାନେ ସବୁ କଥା ହେଲେ ମୋ ସହିତ, କହିଲେ ଏବେ ତ ଏମିତି ହେଇଗଲା, ତାପରେ ଆଗକୁ ଦେଖିବା, ଖେଳ ଲାଇନ୍କି ଆସେ। ସେଠି ଖେଳାଖେଳି କରୁଥିଲି। ତାପରେ ଯେତେବେଳେ ଷ୍ଟାଡ଼ିୟମକୁ ଆସିଥିଲି ଖେଳିବା ପାଇଁ ଫାର୍ଷ୍ଟ ଟାଇମ୍, ସେଠି ରାଖେଲ କୁମାର ସେଠି ମୋ କୋଚ୍ ଦେଖାଗଲେ। ଦେଖିକି କହିଲେ ଯେ ତାଙ୍କ ପାଖକୁ ଡାକିଲେ, କହିଲେ ଆସେ ଟ୍ରେନିଂ କରିବୁ, ଖେଳିବୁ। ତାପରେ ତାଙ୍କ ପାଖକୁ ଯାଇ ଖେଳୁଥିଲି। ତାପରେ ଫାର୍ଷ୍ଟ ଷ୍ଟେଟ୍ ଲେଭେଲରେ ଖେଳିଲି। ତାପରେ ସିଲେକ୍ସନ୍ ହେଲା ନ୍ୟାସନାଲ୍ ପାଇଁ। ନ୍ୟାସନାଲ୍ରେ ଖେଳିଲି, 2ଟା ଇଣ୍ଡିଭିଜୁଆଲ୍ ବ୍ରୋଞ୍ଜ ମେଡ଼ାଲ୍ ଜିତିଲି। ତାପରେ ଏବେ ଅଣ୍ଡର-23 ୱାର୍ଲଡ଼ କପ୍ ପାଇଁ ସିଲେକ୍ସନ୍ ହେଇଛି ତୁର୍କୀ ପାଇଁ, ଏବେ ଜୁନ 24ରେ ଅଛି। ନିଶ୍ଚିତ ଭାବରେ ଆପଣ ଯେତେବେଳେ ପ୍ରଥମେ ଖେଳ ବାଛିଲେ, ପ୍ରଥମେ କ'ଣ ଖେଳୁଥିଲେ? ଆପଣ ଯେମିତି କହୁଥିଲେ ଯେ ପ୍ରଥମେ ଜାଭଲିନ୍ ଖେଳୁଥିଲେ, ତାପରେ ଆପଣ ଫେନ୍ସିଂକୁ ଆସିଲେ। ଜାଭଲିନ୍କୁ କେମିତି ବାଛିଲେ? ଖେଳ ପ୍ରତି କେମିତି ଆଗ୍ରହ ଆସିଲା? ମୋତେ ଭଲ ଲାଗେ, ସ୍ପୋର୍ଟସ୍ ଭଲ ଲାଗେ, ଇଚ୍ଛା ଥିଲା ଖେଳିବା ପାଇଁ। ସେତେବେଳେ ସେମିତି କିଛି ନଥିଲା। ତାପରେ ଏମିତି ଇଞ୍ଜୁରି ହେଲା ପରେ ତାପରେ ଇଚ୍ଛା ହେଲା ଖେଳିବା ପାଇଁ। ଯୁବପିଢ଼ିମାନେ ରହୁଛନ୍ତି, ଅକ୍ଷମତା ହେଇଗଲା ପରେ ସେମାନେ ଚୁପ୍ ବସି ଯାଉଛନ୍ତି, ନିଜକୁ ଅକ୍ଷମ ବୋଲି ଭାବୁଛନ୍ତି। ତାଙ୍କ ପାଇଁ କ'ଣ ବାର୍ତ୍ତା ରହିବ? ଆଉ ଫେନ୍ସିଂରେ ଯେଉଁଟା ଏତେ ପପୁଲାର ଗେମ୍ ନୁହଁ ଆମ ଓଡ଼ିଶାରେ, କିନ୍ତୁ ତଥାପି ଆପଣ ସେଥିରେ କ୍ୟାରିୟର କରିବା ପାଇଁ ବାଛିଛନ୍ତି, ଏଥିରେ ଗୋଟେ ଯୁବପିଢ଼ି କ୍ୟାରିୟର କରିପାରିବ ନା କରିପାରିବନି? କରିପାରିବ। ନର୍ମାଲ ପିଲା ବି ଖେଳିପାରୁଛନ୍ତି, ଫେନ୍ସିଂ ଅଛି ଖେଳିବା ପାଇଁ। ଏଇ ଯେଉଁ ଅକ୍ଷମତା ଯେଉଁ ଶ୍ରେଣୀର ପିଲାମାନେ ରହିଗଲେ, ସେମାନେ ନିଜକୁ ଅକ୍ଷମ ଭାବି କିଛି କରୁନାହାନ୍ତି, ତାଙ୍କ ପାଇଁ କ'ଣ ବାର୍ତ୍ତା ରହିବ? ତାଙ୍କ ପାଇଁ ସେ ବି ଆଗକୁ ବଢ଼ନ୍ତୁ, ସେ ନିଜେ ତାଙ୍କ କ୍ୟାରିୟର ଇଏ କରନ୍ତୁ। କଠିନ ପରିଶ୍ରମ କଲେ ସବୁ ସଫଳ ହେଇପାରିବେ। ଦୃଢ଼ ବଳ ଷ୍ଟ୍ରଙ୍ଗ ଥିଲେ ସବୁ ହେଇପାରିବ। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ, ଯଦି ଦୃଢ଼ ମନୋବଳ ଥିବ ତେବେ ସବୁକିଛି ସମ୍ଭବ ହେଇପାରିବ। ସେବେ ତାଙ୍କର ଯିଏ ମା ଅଛନ୍ତି ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଆଜ୍ଞା, ଆପଣଙ୍କ ପୁଅ ଜନ୍ମ ସମୟରୁ ଠିକ୍ଠାକ୍ ଥିଲେ, ଯେତେବେଳେ ପଡ଼ିଗଲେ ଆପଣଙ୍କ ମାଇଣ୍ଡରେ କ'ଣ ଆସିଲା? ଆପଣ କ'ଣ ଭାବିଲେ ସେ ସମୟରେ ଯେ ପୁଅ ଅକ୍ଷମ ହେଇଗଲା, ଗୋଟେ ସ୍ପାଇନାଲ୍ ଇଞ୍ଜୁରି ରହିଲା, କ'ଣ ମାଇଣ୍ଡରେ ଆସିଲା? ଗୋଟେ ପଡ଼ିଗଲା ପରେ ତ ଆମର ସବୁ ସରିଯାଇଥିଲା। ଆମେ ସେ ମେଡ଼ିକାଲ ଘୁରିକି ଯାଇ ଉଲ୍ଟପୁର ପହଞ୍ଚିଲା ପରେ ସେଇଠି ତାଙ୍କ ସାର୍ ବି ସେଠି ଡକ୍ଟରମାନେ ବି କହିଲେ, ତୁମେ ଏଇ ଲାଇନ୍ରେ ଛାଡ଼, ତାକୁ ଘରକୁ ନେଇକି ଖାଲି ତାକୁ ଅସୁବିଧାରେ ପକାଉଛ। ଆଉ ସେଇଥିପାଇଁ ତାକୁ ସେଇଠି ଛାଡ଼ି ଦେଇକି ମୁଁ ବି ପଳେଇ ଆସିନି। ଗୋଟେ ବର୍ଷ ସେ ରହିଲା ଏକା। ରହିଲା ପରେ ସେଇଠି ଖେଳାଖେଳି କରତେ ସେ ଯାଇ ଭୁବନେଶ୍ୱର ଏଇ ଖେଳ ଲାଇନ୍କି ଯାଇଛି। ଏବେ କେତେ ଖୁସି ଅଛନ୍ତି ପୁଅର ଏଇ ଖେଳରେ? କେତେ ଖୁସି ଅଛନ୍ତି ଆପଣ? ଖୁସି ତ ଅଛି, ସେଥିରେ ବି ଦୁଃଖ ରହିଛି। ଅଭାବ ଯେତେବେଳେ ସବୁବେଳେ ଲାଗି ରହୁଛି, ଖୁସି ହେଇପାରିବ କେମିତି? ସାହାଯ୍ୟ କଲେ ଦୂର ହେଇପାରିବ, ଲୋକ ନେଇ କେହି ଯଦି ସାହାଯ୍ୟ କେହି ନ କରିବା, ଦୂର ହେବ କେଉଁଠୁ? ଯେତେବେଳେ ତାଙ୍କ ଗୋଡ଼ ଖରାପ ହେଇଯାଇଥିଲା, ଆପଣ ମଧ୍ୟ କହୁଥିଲେ ସେ ବିଷ ଖାଇ ଦେଇଥିଲେ ଗୋଟେ ଟାଇମ୍ରେ। ସେ ଛୁଆ ନିଜକୁ ନିଜେ କ'ଣ ଗୋଟେ ଭାବିକି ଖାଇଦେଲା। ମୁଁ ଆଉ ଚାଲିପାରିବିନି କି ଭଲ ହେବିନି, କେତେ ବାପା ମାଆଙ୍କ ମୁଣ୍ଡରେ ବୋଝ ହେଇକି ରହିବି, ସେଇଥିପାଇଁ ଭାବିକି ଗୋଟେ ବି ଖାଇ ଦେଇଥିଲା ବିଷ। ଏବେ ବର୍ତ୍ତମାନ ସେଥିରୁ ଆସିକି ବର୍ତ୍ତମାନ ବିଶ୍ୱ ସ୍ତରରେ ଆପଣଙ୍କ ପୁଅ ବର୍ତ୍ତମାନ ଖେଳିବେ, କେତେ ଖୁସି ଲାଗୁଛି ମା ଆପଣଙ୍କୁ? ଖୁସି ତ ଲାଗୁଛି। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଯେ ବର୍ତ୍ତମାନ ସେ ଖୁସି ଅଛନ୍ତି, ତାଙ୍କ ମା ମଧ୍ୟ ଖୁସି ଅଛନ୍ତି, ଯେହେତୁ ପୁଅ ଅକ୍ଷମତାକୁ ଦୂର କରି ବର୍ତ୍ତମାନ ବିଶ୍ୱ ସ୍ତରରେ ନାଁ କରିବା ପାଇଁ ଯାଉଛି। ଯେ ସ୍ଥାନୀୟ ସରପଞ୍ଚ ରହିଛନ୍ତି ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। ଆଜ୍ଞା, ଆପଣଙ୍କ ଅଞ୍ଚଳରେ ପିଲା ଆପଣଙ୍କ ପାଇଁ କେତେ ଗର୍ବ ଆଣିଛି, ଆପଣଙ୍କୁ କେତେ ଖୁସି ଲାଗୁଛି? ଆମ ପାଇଁ ଗର୍ବ ତ ସତରେ ଆଣିଛି, କିନ୍ତୁ ବାସ୍ତବିକ କଥା ଏ ସାରା ବିଶ୍ୱ ପାଇଁ ଗର୍ବ ଯେ ଆମ ଗାଁ ବଉଳବଡ଼ିଆ ଗାଁର ଛୁଆ। ମୁଁ କାଣ୍ଡଗଡ଼ ସରପଞ୍ଚ ପଞ୍ଚାୟତରେ, କିନ୍ତୁ ବଉଳବଡ଼ିଆ ଗାଁ ଆମ ଘର ପାଖର ପିଲା। ଆମେ ବି ସ୍ୱପ୍ନରେ ଭାବିନଥିଲୁ ଯେ ଆମ ଘର ପାଖର ଛୁଆ ଜଣେ ଯାଇ ବିଶ୍ୱରେ ନାଁ କରିବ। ତେଣୁ ମୁଁ ଭଗବାନ ପାଖରେ ଏତିକି କୃପା ଅଳି କରିବି ଯେ ସବୁଦିନ ପାଇଁ ସେ ଏମିତି ଖେଳୁ ଏବଂ ଆମ ଦେଶକୁ ସ୍ୱର୍ଣ୍ଣାକ୍ଷର ଲିପିବଦ୍ଧ କରୁ। କାଲି ମଧ୍ୟ କଥା ହେଲେ, ତାଙ୍କର କ୍ରୀଡ଼ା ମନ୍ତ୍ରୀ କଥା ହେଲେ, କ'ଣ ତାଙ୍କୁ ଆଶ୍ୱାସନା ଦେଇଛନ୍ତି? ହଁ, କାଲି ବିଧାୟକ ସନ୍ତୋଷ ଭାଇ ଆସିଥିଲେ, ଆମ ପଞ୍ଚାୟତକୁ ଆସିଥିଲେ, ଇଏ ବି ପଞ୍ଚାୟତକୁ ଯାଇଥିଲେ ଏବଂ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆମର ମନ୍ତ୍ରୀଙ୍କ ସାଙ୍ଗରେ କଥା ହେଲେ। ମନ୍ତ୍ରୀ ଆମକୁ କହିଛନ୍ତି ଯେ ସବୁ ପ୍ରକାର ବ୍ୟବସ୍ଥା କରିବେ ଏବଂ ଯେମିତି ସେ କିଛି ଅସୁବିଧା ନ ହୁଏ ଖେଳିବା ପାଇଁ। ଯେଉଁ ତାଙ୍କର କୋଚ୍ ଅଛନ୍ତି ରାଖେଲ ଭାଇ, ତାଙ୍କ ସାଙ୍ଗରେ ବି କଥା ହେଲେ, କହିଲେ ତାଙ୍କ ଯୋଗାଯୋଗ ଅଛନ୍ତି ଏବଂ ସବୁ ପ୍ରକାର ସହାୟତା କରିବେ।
ଅନେକ ସମୟରେ ଅକ୍ଷମତା ପିଲାମାନେ ମନଉଣା କରିଦିଅନ୍ତି, କିଛି କରନ୍ତିନି, ଚୁପ୍ ମାରି ବସିଯାଆନ୍ତି, ସେମାନଙ୍କ ପାଇଁ କ'ଣ କହିବେ? ମୁଁ ସେମାନଙ୍କ ପାଇଁ କହିବି ଆପଣମାନେ ରାହୁଲକୁ ଦେଖନ୍ତୁ, ରାହୁଲଠୁ କିଛି ଶିଖନ୍ତୁ। ଯେ ସେ ମେଟ୍ରିକ୍ ପଢ଼ୁଥିଲା ସେତେବେଳେ, ଯେତେବେଳେ ଆମ ଏ ଘର ପାଖରେ ସେ ଟିକେ ବଦମାସ ଥିଲା, ଛୋଟ ପିଲା ଯେହେତୁ ତାଳ ଗଛରେ ତାଳ କାଟୁଥିଲା, ତାଳ କାଟିକେ କାଟିକେ ପଡ଼ିଗଲା ତଳେ, କିନ୍ତୁ ସମସ୍ତେ ଭାବିଥିଲେ ଯେ କିଛି କରିପାରିବନି, କିନ୍ତୁ ଏତେ କଲା, ମାନେ ଯିଏ ଯାହାର ଗୋଡ଼ ହାତ ଅଛି ସେ କିଛି କରିପାରନ୍ତି, ଏମିତି ମାନେ ଗୋଡ଼ ନଥାଇକି ବି ଯେ ବିକଳାଙ୍ଗ ଦିବ୍ୟାଙ୍ଗ କହନ୍ତି, ଦିବ୍ୟାଙ୍ଗ ହେଲା ପରେ ବି ସେ ଏତେ କରି ମାନେ ଆଜି ଇତିହାସରେ ନାଁ ଲେଖି ଦେଇଗଲା। ସମସ୍ତଙ୍କୁ ଏତିକି ଯୁବପିଢ଼ିମାନଙ୍କୁ କହିବି, ଯେଉଁମାନେ ଆଜି ଦିବ୍ୟାଙ୍ଗ ଅଛନ୍ତି ସମସ୍ତେ ମନ ଦୁଃଖ ଜମା କରନ୍ତୁନି, ନିଶ୍ଚିତ ଦୃଢ଼ ମନ ବଳ ରଖନ୍ତୁ, ନିଶ୍ଚିତ ଭାବରେ ଆପଣଙ୍କୁ ନିଶ୍ଚିତ ଶେଷ ପାହାଚରେ ଆମର ଚଢ଼ିପାରିବେ ଏବଂ ନିଶ୍ଚିତ ଭାବରେ ଦେଶ ପାଇଁ କିଛି କରିପାରିବେ। ଭଗବାନଙ୍କ ପାଖରେ ମୁଁ ତ ଏତିକି ଅଳି କରିବି ସେ ଗୋଲ୍ଡ ମେଡ଼ାଲ ପାଉ। ଏବଂ ଆଉ ଗୋଟେ ଛୋଟିଆ କଥା ନୁହେଁ, ବଡ଼ କଥାରେ କହିବି, ସେ ବହୁତ ଗରିବ ପରିବାରର, ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଯେମିତି ସେ ପିଲା ଖେଳିବ ଏବଂ ସମସ୍ତେ ଟିକେ ସାହାଯ୍ୟ କରନ୍ତୁ, ଆମେ ବି କରିବୁ, ଆମେ ବି ପଞ୍ଚାୟତରୁ ବି ଭାବୁଛୁ କିଛି ତାକୁ ସାହାଯ୍ୟ କରିବୁ। ଯେଉଁ ବିଧାୟକ ଆସିଥିଲେ ସିଏ ବି କାଲି କିଛି ସାହାଯ୍ୟ କରୁଛନ୍ତି। ସମସ୍ତଙ୍କୁ ଏତିକି କହିବି ଯେ ପିଲାର ମାନେ ବିଶ୍ୱକପ୍ ଖେଳିବାରେ ଯେମିତି କିଛି ବାଧା ସୃଷ୍ଟି ନ ହୁଏ, ସରକାର ବି ସାହାଯ୍ୟ କରନ୍ତୁ ଏବଂ ଆମେ ଇଣ୍ଡିଭିଜୁଆଲ୍ ଯିଏ ଯାହା ପାଇବୁ ତାଙ୍କୁ ହେଲ୍ପ କରନ୍ତୁ ଏବଂ ସେ ଶେଷ ପର୍ଯ୍ୟାୟରେ ଯାଇ ପହଞ୍ଚୁ। ନିଶ୍ଚିତ ଭାବରେ ଆପଣ ଶୁଣୁଥିଲେ ଯେ କିପରି ଭାବରେ ରାହୁଲ ଆଗାମୀ ଦିନରେ ଏ ବିଶ୍ୱକପ୍ରେ ନାଁ କରିବେ ଏବଂ ଅଞ୍ଚଳ ପାଇଁ ଗୋଲ୍ଡ ମେଡ଼ାଲ ଆଣିବେ, ସେଥିପାଇଁ ସମସ୍ତଙ୍କର ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ରହିଛି ଏବଂ ତାଙ୍କୁ ସାହାଯ୍ୟ କରିବା ପାଇଁ, ସହାୟତାର ହାତ ବଢ଼ାଇବା ପାଇଁ ସମସ୍ତଙ୍କର ଗୋଟିଏ ପ୍ରକାର ଅନୁରୋଧ ରହିଛି। ନୀଳଗିରି ଦିଲ୍ଲୀପ ସ୍ୱାଇଁ, କନକ ନ୍ୟୁଜ୍।